ପ୍ରାତ ସମୟର ଘଟଣା ଜଣେ ଜିତେନ୍ଦ୍ରିୟ ପୁରୁଷ ତେଜମୟ ତପସ୍ୱୀ ଜଣେ ହେଉଛନ୍ତି ବ୍ରହ୍ମଜ୍ଞାନୀ। କାହିଁକି ନା ଇଏ ବ୍ରହ୍ମଜ୍ଞାନୀ ଜଣକ ପ୍ରାତ ସମୟରେ ଯେତେବେଳେ ଗୁଡ଼ାଏ ନଦୀ କୂଳରେ ଯାଇ ଉପସ୍ଥିତ ହୋଇଯାଇଛନ୍ତି, ପ୍ରକୃତରେ ଇଏ ଯେଉଁ ବ୍ରହ୍ମଜ୍ଞାନୀ ତେଜମୟ ବ୍ରହ୍ମଜ୍ଞାନୀ ମହାତପସ୍ୱୀ ଜିତେନ୍ଦ୍ରିୟ ପୁରୁଷ, ଏକେ ଆଜ୍ଞା ବ୍ରହ୍ମଜ୍ଞାନୀ ଜଣେ ମହର୍ଷି ତପଚାରୀ ଏବଂ ଜଣେ ଜିତେନ୍ଦ୍ରିୟ ପୁରୁଷ। ଏ ବ୍ରହ୍ମଜ୍ଞାନୀ ଜଣକ ଯେତେବେଳେ ଏ ନଦୀ କୂଳରେ ଯାଇ ପ୍ରାତ ସମୟରେ ପହଞ୍ଚି ଯାଇଛନ୍ତି, ଯାହା ଘଟଣା ଘଟିଲା ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଇଏ ଜିତେନ୍ଦ୍ରିୟ ପୁରୁଷ ହୋଇ ସୁଦ୍ଧା ଜଣେ ଷୋଡ଼ଶୀ ଯୁବତୀକୁ ଯେତେବେଳେ ଦର୍ଶନ କରିଛନ୍ତି, ଅନ୍ତର ମଧ୍ୟରେ ଏମିତି ଭାବାନ୍ତର ସୃଷ୍ଟି ହେଲା। ଇଏ ଜିତେନ୍ଦ୍ରିୟ ପୁରୁଷ, ଇଏ ବ୍ରହ୍ମଜ୍ଞାନୀ ମହର୍ଷିଙ୍କର ଯେଉଁ ଭାବନା ଉଦ୍ରେକ ହେଲା, ଆପଣମାନେ ଆଶ୍ଚର୍ଯ୍ୟ ହେବେ। ଏ ଯେଉଁ ଅପରୂପ ଲାବଣ୍ୟମୟୀ ଷୋଡ଼ଶୀ କୁମାରୀ ଜଣେ ପୁରା ନାବ ଉପରେ ବସିଛନ୍ତି, ସେ ଅନିନ୍ଦ୍ୟ ସୁନ୍ଦରୀ ରୂପବତୀ ନାରୀକୁ ଦର୍ଶନ କରି ଏ ଋଷିଙ୍କ ମନ ମଧ୍ୟରେ ଯେଉଁ ଭାବାନ୍ତର ସୃଷ୍ଟି ହେଇଛି, ଜାଣିବା ନିଶ୍ଚିତ ଭାବରେ କେଡ଼େ ଆଶ୍ଚର୍ଯ୍ୟ ଘଟଣା ଘଟିଲା। ଏ ଜଣେ ଜିତେନ୍ଦ୍ରିୟ ପୁରୁଷ ହୋଇ ସୁଦ୍ଧା ଏ ପ୍ରକାର ଭାବନା କାହିଁକି ଉଦ୍ରେକ ହେଲା? ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିପାରେ, ଏ ମହର୍ଷି ବ୍ରହ୍ମଜ୍ଞାନୀ ତପସ୍ୱୀ ଏ ସାଧୁ ଜଣକ କିଏ? କେଉଁ ଭାବାପନ୍ନ ହେଲେ? କେମିତି ଭାବ ତାଙ୍କ ଅନ୍ତର ମଧ୍ୟରେ ଜାଗ୍ରତ ହେଲା? ନିଶ୍ଚିତ ଭାବରେ ପୁରାଣ ରହସ୍ୟ ମାଧ୍ୟମରେ ଏ କଥାକୁ ଆମେ ଅବଗତ ହେବା। କାହିଁକି ଜଣେ ଜିତେନ୍ଦ୍ରିୟ ପୁରୁଷ ହୋଇ ସୁଦ୍ଧା ହଠାତ୍ ଅନ୍ତର ମଧ୍ୟରେ ଏ ପ୍ରକାର ଭାବନା ଆସିଛି ଏବଂ ଏ ଭାବନା ଆସିବା ଦ୍ୱାରା ଘଟଣା କ'ଣ ଘଟିଲା, ନିଶ୍ଚିତ ଭାବରେ ପୁରାଣ ରହସ୍ୟ ମାଧ୍ୟମରେ ଆମେ ଅବଗତ। ଆପଣମାନେ ଜାଣିଛନ୍ତି, ଏ ଜିତେନ୍ଦ୍ରିୟ ପୁରୁଷ ଜଣକ ବ୍ରହ୍ମଜ୍ଞାନୀ ଜଣକ ଯେତେବେଳେ ପୁରା ନଦୀ କୂଳରେ ଯାଇ ପହଞ୍ଚି ଯାଇଛନ୍ତି, ସିଏ ତ ଜାଣିଛନ୍ତି ବ୍ରହ୍ମଜ୍ଞାନ ସମତପ, ବ୍ରହ୍ମଜ୍ଞାନ ସମଜ୍ଞାନ ନ ଭୂତ ଭବିଷ୍ୟତି। ପ୍ରକୃତରେ ବ୍ରହ୍ମଜ୍ଞାନ ଭଳି ପ୍ରକୃତରେ ଆଉ ଇଏ ସଂସାରରେ ମହତ ଜ୍ଞାନ ଆଉ କିଛି ନାହିଁ। ଯେତେ ତପସାଧନ ଆପଣ କରନ୍ତୁ, ବ୍ରହ୍ମ ଦର୍ଶନ ବିନା ସେ ସବୁ ଆଜ୍ଞା ବ୍ୟର୍ଥ ହୋଇଯାଏ। ତେବେ ଏ ପ୍ରକାର ଜିତେନ୍ଦ୍ରିୟ ପୁରୁଷ ଯେତେବେଳେ ଇଏ ଷୋଡ଼ଶୀ ରୂପସୀ ନାୟିକାକୁ ଦର୍ଶନ କରିଛନ୍ତି, ସେ ଆଉ କେହି ନୁହଁ, ସେ ହେଉଛନ୍ତି ମତ୍ସ୍ୟଗନ୍ଧା, ଦାସରାଜାଙ୍କର କନ୍ୟା ମତ୍ସ୍ୟଗନ୍ଧା ନାବ ଉପରେ ବସିଛନ୍ତି। ଯେତେବେଳେ ଆଜ୍ଞା ମତ୍ସ୍ୟଗନ୍ଧାକୁ ନିରୀକ୍ଷଣ କରିଛନ୍ତି ଋଷି ବ୍ରହ୍ମଜ୍ଞାନୀ ପରାଶର, ସେ ପରାଶର ଋଷି ଏମିତି ଭାବନାରେ ବଶୀଭୂତ ହୋଇଗଲେ। କାହିଁକି ଏ ପ୍ରକାର ଭାବନା ତାଙ୍କ ଅନ୍ତର ମଧ୍ୟକୁ ଆସିଲା? ଚାଲନ୍ତୁ ପୁରାଣର ପୁରୁଣା ପୃଷ୍ଠାକୁ ଆମେ ଓଲଟେଇବା। ଶାସ୍ତ୍ର ପ୍ରମାଣ ଦେଇଛନ୍ତି କାହିଁକି ଆଜ୍ଞା ଏ ପ୍ରକାର ବ୍ରହ୍ମଜ୍ଞାନୀ ଏ ପ୍ରକାର ଜିତେନ୍ଦ୍ରିୟ ପୁରୁଷଙ୍କ ଅନ୍ତର ମଧ୍ୟରେ କାମ ବିକାର ସେଦିନ ଜାଗ୍ରତ ହୋଇଛି। କାହିଁକି ନା ରୋଗୀ ମେକ ଭୋଗୀଦ୍ୱୟ ରସିକେ ଋତୁଅର୍ଦ୍ଧକେ ବିଦ୍ୟାର୍ଥୀ ଚତୁର୍ଥଶ୍ଚୈବ ଯୋଗୀ ପଞ୍ଚଶରସ୍ତଥା। ତେବେ କନ୍ଦର୍ପ ବାଣ କଥା ମୁଁ ଆପଣମାନଙ୍କ ଆଗରେ ଯେଉଁ ଉପସ୍ଥାପନ କଲି, ଜଣେ ଯଦି ରୋଗ ଶଯ୍ୟାରେ ପ୍ରପୀଡ଼ିତ ଥାନ୍ତି, ଜଣେ ରୋଗୀ, ତାଙ୍କୁ କନ୍ଦର୍ପ ଯଦି ଗୋଟିଏ ବାଣ ପ୍ରୟୋଗ କରେ, ସେମାନେ ଆଜ୍ଞା କାମୁକ ହେଇଯାଆନ୍ତି। ରୋଗୀ ଏକ ଭୋଗୀଦ୍ୱୟ, ଯେଉଁମାନେ ଭୋଗ ବିଳାସରେ ବଞ୍ଚିଛନ୍ତି, ଭୋଗ ବିଳାସରେ ଅଛନ୍ତି, ତାଙ୍କୁ ଯୋଡ଼ିଏ ବାଣ ପ୍ରୟୋଗ କଲେ ସେମାନେ କାମୁକ ହୁଅନ୍ତି। ରସିକେ ଋତୁ ଅର୍ଦ୍ଧକେ, ଋତୁ ହେଲା ଆଜ୍ଞା 6, 6ର ଅର୍ଦ୍ଧେକ ହେଲା 3, 3 ବାଣ ପ୍ରୟୋଗ କଲେ, କନ୍ଦର୍ପ ଯଦି 3ଟା ବାଣ ପ୍ରୟୋଗ କରିବ, ସେମାନେ ଆଜ୍ଞା ରସିକ ମାନେ ସେମାନେ କାମୁକ ହୋଇଯାଆନ୍ତି। ଯୋଗୀ ପଞ୍ଚଶରସ୍ତ ବିଦ୍ୟାର୍ଥୀ ଚତୁର୍ଥଶ୍ଚୈବ, ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି, ସେମାନଙ୍କୁ କନ୍ଦର୍ପ 4ଟା ବାଣ ପ୍ରୟୋଗ କଲେ ସେମାନେ କାମୁକ ହୁଅନ୍ତି। ଯୋଗୀ ପଞ୍ଚଶରସ୍ତଥା, ଯେଉଁମାନେ ଯୋଗାରୂଢ଼ ପୁରୁଷ ଜିତେନ୍ଦ୍ରିୟ ପୁରୁଷ, ସେମାନଙ୍କୁ କନ୍ଦର୍ପ 5ଟା ବାଣ ପ୍ରୟୋଗ କଲେ ସେମାନେ କାମୁକ ହୁଅନ୍ତି। ତେବେ କାହିଁକି ଏତାଦୃଶ ଭାବ ପରାଶରଙ୍କ ଅନ୍ତର ମଧ୍ୟରେ ଏ ପ୍ରକାର ଭାବନା ଉଦ୍ରେକ ହେଲା? ନା ଆମ ଶାସ୍ତ୍ର ପ୍ରମାଣ ଦେଇଛନ୍ତି, ଯେଜେଡେ ତେଜସୀ ତା ତେଜ ମତେ ଅଛଇ ଜଣା, ଫୁଲ ସର ଆଗେ ପଡ଼ିଲେ ବୁଦ୍ଧି ହୋଇବ ବଣା। ଠିକ ଏତାଦୃଶ ଭାବନା ଆସିଛି ଯେତେବେଳେ ଅନ୍ତର ମଧ୍ୟ
ନାବରେ ବସିଥିଲେ ଯେଉଁ ଦାସରାଜାଙ୍କର କନ୍ୟା ସତ୍ୟବତୀ, ନାବ ପାରି ହେବା ପାଇଁ ଯେତେବେଳେ ପହଞ୍ଚିଗଲେ ପରାଶର ଋଷି, ତାର ରୂପ ଲାବଣ୍ୟରେ ମୁଗ୍ଧ ହୋଇ ଏ ପ୍ରକାର ଜିତେନ୍ଦ୍ରିୟ ପୁରୁଷ, ଏ ପ୍ରକାର ତପସ୍ୱୀ ଆଜି କାମନା ଭିକ୍ଷା କରିଛନ୍ତି ଏ ମତ୍ସ୍ୟଗନ୍ଧା ନିକଟରେ। ଆଶ୍ଚର୍ଯ୍ୟ ହେଲେ ମତ୍ସ୍ୟଗନ୍ଧା, ହେଲେ ମୋର କୁଆଁରୀ ଅବସ୍ଥା କେମିତି ଭାବରେ ଆପଣଙ୍କ ସହିତ ମୋର ବା ମିଳନ ହୋଇପାରିବ? ଇଏ ସଂସାର ମତେ ନିନ୍ଦା କରିବ। ତେଣୁ ସେଦିନ ପରାଶର ଋଷି ମତ୍ସ୍ୟଗନ୍ଧାକୁ କହିଲି, ଠିକ ଅଛି, ତମ ସହିତ ଯଦି ମୋର ମିଳନ ହବ, କାହିଁକି ମିଳନ ହବାକୁ ଯାଉଛି, ନିଶ୍ଚିତ ପର୍ଯ୍ୟାୟକ୍ରମେ ଏ କଥାକୁ ଆମେ ଅବଗତ ହବା। ସେଦିନ ପରାଶର କହିଲେ, ତମ ମୋ ମଧ୍ୟରେ ଯୋଉ ମିଳନ ହବ, ସେ ମିଳନ କଥା ଏ ସଂସାରରେ କେହି ଜାଣିପାରିବେ ନା। ତେଣୁ ଆଜ୍ଞା ଦିବସରେ କୁହୁଡ଼ି ସୃଷ୍ଟି କଲେ ଆଜ୍ଞା ପରାଶର। ସଦା ଆଡେ ଆଜ୍ଞା ଅନ୍ଧକାର ଘଟିଗଲା, କୁହୁଡ଼ି ସୃଷ୍ଟି ହେଲା। କହିଲେ ମୋ ତ କୁଆଁରୀ ଅବସ୍ଥା, ମନ୍ତ୍ରପୁତ ତପଶକ୍ତି ବଳରେ ସେଦିନ ପରାଶର ମତ୍ସ୍ୟଗନ୍ଧାକୁ ଆଜ୍ଞା ଯୋଜନ ଗନ୍ଧାରେ ପରିଣତ କଲେ। ଯୋଉ ଆମିଷ ଗନ୍ଧ, ମତ୍ସ୍ୟ ଗନ୍ଧ ବାହାରୁଥିଲା ଆଜ୍ଞା ସତ୍ୟବତୀଙ୍କ ଶରୀର, ସେଇ ଦିନ ଠାରୁ ସେ ହୋଇଗଲେ ଆଜ୍ଞା ଯୋଜନ ଗନ୍ଧା। ସର୍ତ୍ତ ରଖିଥିଲେ ସତ୍ୟବତୀ, ଯେମିତି ମୋର କୁମାରୀତ୍ୱ ବଜାୟ ହୋଇ ରହିବ। ସମସ୍ତ ସର୍ତ୍ତରେ ମୁଁ ରାଜି ହେଲି, କିନ୍ତୁ ମୋର କୁମାରୀତ୍ୱ ରହିବ। ଏ ସଂସାର ମତେ ଅସତୀ ବୋଲି କେହି ନିନ୍ଦା କରିବେ। ତେଣୁ ଋଷି ଆଜ୍ଞା କଥା ଦେଇ ସେଦିନ ଏ ମତ୍ସ୍ୟଗନ୍ଧା ସହିତ ପରାଶରଙ୍କର ମିଳନ ଘଟିଲା। ଯଦି ପରାଶରଙ୍କର ମିଳନ ମତ୍ସ୍ୟଗନ୍ଧା ସହିତ ହୋଇନଥାନ୍ତା, ତେବେ ଯେଉଁ ଶାସ୍ତ୍ର ଆମେ ପଠନ କରୁଛୁ, ଯେଉଁ ଶାସ୍ତ୍ର ଆମେ ଅଧ୍ୟୟନ କରୁଛୁ, ଇଏ ଶାସ୍ତ୍ର ଆମ ସଂସାରରେ ନଥାନ୍ତା, ପୋଥି ପୁରାଣ ଏ ସଂସାରରେ ନଥାନ୍ତା। ଆପଣ ମାନଙ୍କ ମନରେ ସନ୍ଦେହ ନିଶ୍ଚିତ ଜାଗ୍ରତ ହେବ ଯେ ଇଏ ମତ୍ସ୍ୟଗନ୍ଧା ଏବଂ ପରାଶରଙ୍କର ଯେଉଁ ମିଳନ ଘଟିଲା, ଇଏ ଶାସ୍ତ୍ର ପୁରାଣ, ଇଏ ସବୁ ବେଦ ବେଦାନ୍ତ ଉପନିଷଦ, ଆ ସହିତ ଆର ସମ୍ପର୍କ ବା କ'ଣ? ଆପଣ ମାନେ ଜାଣିଛନ୍ତି ଋଷିମାନେ ହେଉଛନ୍ତି ଜ୍ଞାତା, ସଂସାର ବିରାଗୀ। ତେଣୁ ଋଷି ପରାଶର ଏ ପ୍ରକାର କର୍ମରେ କାହିଁକି ରହିଲେ, ଏ ପ୍ରକାର କର୍ମକୁ କାହିଁକି ଆଗେଇ ଗଲେ? ନା ସେମାନେ ହେଉଛନ୍ତି ସଂସାର ବିରାଗୀ। ଏମିତି ଗୋଟାଏ ଶୁଭ ଲଗ୍ନ ପ୍ରାପ୍ତ ହେବାକୁ ଯାଉଛି, ଏ କଥା ସେଦିନ ପରିପ୍ରକାଶ ଆଜି ପରାଶର ମନେ ମନେ ବିଚାର କଲେ। ଏ ଶୁଭ ମୁହୂର୍ତ୍ତକୁ ଛାଡ଼ିଦେଲେ ଏ ପ୍ରକାର ଯୋଗ୍ୟତମ ସନ୍ତାନ ଏ ଧରାବକ୍ଷକୁ ଆସିପାରିବେ ନା। ତେଣୁ ସେଦିନ ଏ ଯେଉଁ ମିଳନ ଘଟିଲା, ସତ୍ୟବତୀ ଏବଂ ପରାଶରଙ୍କର ମିଳନ ଘଟିଲା, ଏ ମିଳନରୁ ଯେଉଁ ସନ୍ତାନଟି ଆଜ୍ଞା ଜନ୍ମ ଗ୍ରହଣ କଲା, ସେ ହେଉଛନ୍ତି ଆଜ୍ଞା ବ୍ୟାସ ଋଷି। ଯେଉଁ ବ୍ୟାସକୃତ ଅଷ୍ଟାଦଶ ପୁରାଣ, ଯେଉଁ ପୁରାଣ ପୋଥି ଶାସ୍ତ୍ର ବେଦ ବେଦାନ୍ତ ଉପନିଷଦକୁ ଆମେ ପଠନ କରୁଛୁ, ଏ ସବୁ ଯଦି ବ୍ୟାସ ଋଷି ଏ ସଂସାର ମଧ୍ୟକୁ ଆସିନଥାନ୍ତେ, ତେବେ ଏ ସବୁ ଶାସ୍ତ୍ର ପୁରାଣ ଏ ସଂସାରକୁ ଆସିନଥାନ୍ତା। ଏ ନୀତିବାଣୀ ଆମେ ମଧ୍ୟ ପଠନ କରିପାରୁନଥାନ୍ତେ, ଶାସ୍ତ୍ର ପୁରାଣ ରଚନା ହୋଇପାରିନଥାନ୍ତା। ଆପଣମାନେ ଜାଣିଛନ୍ତି ଯେଉଁ ଅଷ୍ଟାଦଶ ପୁରାଣ ଆଜ୍ଞା ରଚନା ହୋଇଛି, ଏସବୁ ବ୍ୟାସକୃତ। ଏ ବ୍ୟାସ ଋଷି ଆଜ୍ଞା ଅଷ୍ଟାଦଶ ପୁରାଣକୁ ରଚନା କରିଛନ୍ତି, ଏ ମାନବ ସମାଜର ଏ ସଂସାରର କଲ୍ୟାଣ ଉଦ୍ଦେଶ୍ୟରେ। ତେବେ ଆପଣ ମାନଙ୍କ ଆଗରେ ଏ ଯେଉଁ କଥାବସ୍ତୁ ମୁଁ ଉପସ୍ଥାପନ କଲି, ଏ ଯେଉଁ ପରାଶର ଜଣେ ଜିତେନ୍ଦ୍ରିୟ ପୁରୁଷ ହୋଇ ସୁଦ୍ଧା ସେଦିନ ଏ ସୃଷ୍ଟିର କଲ୍ୟାଣ ପାଇଁ, ଏ ସୃଷ୍ଟିର ଶାସ୍ତ୍ର ପୁରାଣକୁ ଅବଗତ କରାଇବା ପାଇଁ, ବେଦ ବେଦାନ୍ତ ଉପନିଷଦକୁ ପଠନ କରିବେ ସମସ୍ତେ ଆଜ୍ଞା ଏ ସଂସାରରେ, ଏ କଥାକୁ ଏ ପ୍ରଥାକୁ ପ୍ରଚଳନ କରିବା ପାଇଁ ସେଦିନ ଆଜ୍ଞା ମିଳନ ଘଟିଲା ଆଜ୍ଞା ସତ୍ୟବତୀଙ୍କ ସହିତ ପରାଶରଙ୍କର। ଔରସରୁ ଜନ୍ମ ନେଲେ ବ୍ୟାସ ଋଷି। ଆପଣ ମାନେ ଯାହାଙ୍କୁ କହୁଛନ୍ତି ସେ ହେଲେ କୃଷ୍ଣ ଦ୍ୱୈପାୟନ ବ୍ୟାସ। ତେବେ ଏ ପୁରାଣ ରହସ୍ୟ ମାଧ୍ୟମରେ ଯେଉଁ କଥାବସ୍ତୁ ଆପଣ ଶ୍ରବଣ କଲେ, ଏ କଥାବସ୍ତୁ ଯଦି ଆପଣଙ୍କ ମନକୁ ଛୁଇଁଥାଏ, ଆପଣମାନେ ତ ଜାଣିଛନ୍ତି, ଟିକିଏ ଖାଲି ମୁଁ ମନେ ପକେଇ ଦେଉଛି ପୁରାଣ କଥା। ଆପଣମାନେ କମେଣ୍ଟରେ ଦିଅନ୍ତୁ, କ'ଣ ସନ୍ଦେହ ଯଦି ଆପଣଙ୍କ ମନରେ ରହୁଛି କମେଣ୍ଟରେ ଆପଣ ଲେଖନ୍ତୁ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯଦ୍ୱାରା ପରବର୍ତ୍ତୀ ଅଧ୍ୟାୟରେ ଆପଣମାନଙ୍କର ଉତ୍ସାହ ଉଦ୍ଦୀପନା ପାଇଁ ଆଉ ଗୋଟାଏ ସୁନ୍ଦର କଥାବସ୍ତୁ ନେଇ ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନ କରିପାରିବି। ଯେ ସାରବେ ଭବନ୍ତୁ ସୁଖୀନା सर्वे सन्तु निरामया सर्वे
भद्राणि पश्यन्तु मा कश्चित् दुःखभाग् भवेत्। ओम शांति ओम शांति ओम शांति।